ରାବଣର ବଧ କରି ସାରିଲା ପରେ ଶ୍ରୀରାମ ଆଉ ପୁରା ବାନର ସେନା ଅଯୋଧ୍ୟା ଫେରିଥିଲେ ଆଉ ଶ୍ରୀରାମଙ୍କ ରାଜ୍ୟାଭିଷେକ ହେଇଥିଲା। କିନ୍ତୁ ପ୍ରଜାମାନଙ୍କର ପ୍ରତି କର୍ତ୍ତବ୍ୟ ରକ୍ଷା ଲାଗି ମା ସୀତାଙ୍କୁ ଅଯୋଧ୍ୟା ଛାଡ଼ିକିନା ବାଲ୍ମୀକି ଆଶ୍ରମରେ ରହିବାର ଲାଗି ପଡ଼ିଥିଲା। ଆଶ୍ରମରେ ମାତା ସୀତାଙ୍କର ଦୁଇଟା ପୁତ୍ର ହେଇଥିଲେ, ଯାହାଙ୍କର ଭିତରେ ପ୍ରଭୁ ରାମଙ୍କର ତେଜ, ଶକ୍ତି ଆଉ କରୁଣା ଭରିକିନା ରହିଥିଲା। ସେମାନେ ଥିଲେ ଲଭ ଆଉ କୁଶ। ଦୁଇଟା ଭାଇ ବାଲ୍ୟକାଳରୁ ଏକା ବାଲ୍ମୀକିଙ୍କର ଠାରୁ ବିଦ୍ୟା ଗ୍ରହଣ କରିଥିଲେ ଆଉ ମା ସୀତାଙ୍କର ପାଖେ ବଢ଼ିଥିଲେ। କିନ୍ତୁ ପରୀକ୍ଷାର ସମୟ ସେତେବେଳେ ଆସିଥିଲା ଯେତେବେଳେ ଶ୍ରୀରାମଙ୍କର ଅଶ୍ୱଟା ବାଲ୍ମୀକି ଆଶ୍ରମରେ ଭୁଲରେ ପଶି ଯାଇଥିଲା। ତ ଦିନେ ଲବ ଆଉ କୁଶ ଯୁଦ୍ଧାଭ୍ୟାସ ବେଲେ ଶ୍ରୀରାମଙ୍କର ଅଶ୍ୱ ବୁଲୁ ବୁଲୁ ବାଲ୍ମୀକିଙ୍କର ଏରିଆ ଭିତରକେ ପଶି ଆସିଥିଲା। ଏଇଟା ଦେଖିକିନା ଛୋଟ ବାଲକ କୁଶ ଅଶ୍ୱଟାକେ ଗୋଟେ ଚ୍ୟାଲେଞ୍ଜ ହିସାବରେ ନେଲେ ଆଉ ବନ୍ଧକର ତୀର ଛାଡ଼ି ଦେଇଥିଲେ, ଯାହାଦ୍ୱାରା ଘୋଡ଼ାଟା ସାଙ୍ଗେ ସାଙ୍ଗେ ବନ୍ଦୀ ହେଇଗଲା ଆଉ ସେନ ରହିଯାଇଥିଲା। ବନ୍ଧକ ହେଇଥିବାର ଖବର ପାଇକିନା ଶ୍ରୀରାମଙ୍କର ସେନାରୁ କିଛି ଲୋକ ଆସିକିନା ଘୋଡ଼ାକେ ବଲପୂର୍ବକ ନେବାକେ ଚେଷ୍ଟା କଲେ, କିନ୍ତୁ କୁଶ ଆଉ ଲଭଙ୍କର ଧନୁବାଣରେ ଘାୟଲ ହେଇକିନା ଫେରି ଯାଇଥିଲେ। ଧୀରେ ଧୀରେ ଲବ କୁଶ ଆଉ ଅଯୋଧ୍ୟା ସେନା ଭିତରେ ଯୁଦ୍ଧ ଷ୍ଟାର୍ଟ ହେଇଗଲା। କିନ୍ତୁ ଲବ ଆଉ କୁଶର ଯୁଦ୍ଧ କୌଶଳ ଆଉ ପରାକ୍ରମକେ କିଏ ବି ଅଟକେଇ ନେଇ ପାରି। ଯେତେ ବି ସଂଖ୍ୟାରେ ସେନାବାହିନୀ, ବାନର, ରଥ ଆସିଲେ ବି ଗୋଟେ ଗୋଟେ ତୀରରେ ସବୁ ସେନାନୀ ପରାସ୍ତ ହେଇକିନା ଫେରି ଯାଉଥିଲେ। କିଛି ଦିନ ପରେ ନିଜେ ରାଜା ଶତ୍ରୁଘ୍ନ ଯୁଦ୍ଧରେ ଉତରିଥିଲେ। ତାଙ୍କର ମାୟାବୀ ଆଉ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ରରେ ଲବ ଆଉ କୁଶ କିଛି ମାତ୍ରାରେ ପଛକେ ହଟି ଯାଇଥିଲେ। କିନ୍ତୁ ଲବ ଆଉ କୁଶର ସାହସ କେବେ ବି କମ୍ ନାଇଁ ହେଇ ତାପରେ କୁଶ ନିଜର ଗୁରୁ ବାଲ୍ମୀକିଙ୍କୁ ସ୍ମରଣ କଲେ ଆଉ ଧନୁର ପ୍ରତ୍ୟାଞ୍ଚାରେ ତୀର ଲଗେଇକିନା ବୈଷ୍ଣବାସ୍ତ୍ର ମନ୍ତ୍ର ପାଠ କଲେ। ତାଙ୍କର ତୀରରୁ ଅଗ୍ନିର ସୃଷ୍ଟି ହେଲା ଆଉ ପବନର ବେଗରେ ତୀରଟା ଆସିକିନା ଶତ୍ରୁଘ୍ନଙ୍କର ବକ୍ଷକେ ଭେଦିଗଲା। କନିଷ୍ଠ ରାମଭ୍ରତା ଶତ୍ରୁଘ୍ନ ସେନ ଏକା ଅଚେତ ହେଇକିନା ପଡ଼ିଗଲେ। ନିଜର ସ୍ୱାମୀଙ୍କର ଅନୁଜର ଇ ଦଶା ଦେଖିକିନା ମହାବଳୀ ହନୁମାନ କ୍ରୋଧରେ ଯୁଦ୍ଧକେ ଅଗ୍ରସର ହେଲେ। ତାଙ୍କର ବୃହଦାକାର ଶରୀର ଦେଖିକିନା କୁଶର ମନରେ ଟିକେ କୁଣ୍ଠା ଆସିଥିଲା। କିନ୍ତୁ ହନୁମାନ ଆଉ କୁଶ ଭିତରେ ଭୀଷଣ ଯୁଦ୍ଧ ହେଇଗଲା। ହେଲେ ବି କିଏ କାହାର ଆଗରେ ହାର ମାନବାର ଲାଗି ରାଜି ନାଇଁ ଥାଇ ଧୀରେ ଧୀରେ କୁଶ ଥକି ବସିଲେ। ତାପରେ ଲଭ ନିଜର ଭାଇକେ ପ୍ରୋଟେକ୍ଟ କରବାର ଲାଗି ମାତା ସୀତାଙ୍କୁ ସ୍ମରଣ କଲେ ଆଉ ଗୋଟେ ଅତି ବିନାଶକାରୀ ଅସ୍ତ୍ରର ଆବାହନ କରିଥିଲେ। ସେ ଅସ୍ତ୍ରଟା ଦେଖବାକେ ବହୁତ ଭୟଙ୍କର ଥିଲା। ଆକାଶରେ ବିଜଲି ଚମକିଲା ଆଉ ଏମିତି ଲାଗଲା ଯେନ୍ତା କିଛି ଗୋଟେ ଅଘଟଣ ଘଟବାକେ ଯାଉଛେ। ଲବ ଅସ୍ତ୍ରଟାକେ ମହାବୀର ହନୁମାନଙ୍କର ଉପରେ ଛାଡ଼ିଦେଲେ। ହନୁମାନ ନିଜର ଶରୀରକେ ବଜ୍ର ଭଳିଆ ଶକ୍ତ କରିଦେଲେ ଆଉ ସେ ଜାଣିଥିଲେ ଯେ ତାଙ୍କର କେନ୍ ବି ଅସ୍ତ୍ର କିଛି ବି ନେଇ ବିଗାଡ଼ି ପାରେ ଆଉ ତାଙ୍କେ ସ୍ୱୟଂ ବ୍ରହ୍ମଦେବଙ୍କର ନୂଆକା ବରଦାନ ମିଳିଛେ କି ପୃଥିବୀର କୌଣସି ଅସ୍ତ୍ରଶସ୍ତ୍ର ତାଙ୍କର ଉପରେ କାମ ନାଇଁ କରେ। କିନ୍ତୁ ହଠାତ୍ ହନୁମାନ ଦେଖିଲେ ଯେ ଲବ ଛାଡ଼ିଥିବାର ତୀରରୁ ଲଗାତାର ଶ୍ରୀରାମଙ୍କର ଧ୍ୱନି ବାହାରୁଛେ। ତୀରଟା ଧୀରେ ଧୀରେ ଯେତକି ପାସ୍କେ ଆସୁଛେ ସେନୁ ରାମ ନାମଙ୍କର ଧ୍ୱନି ଆହୁରି ଜୋର ଜୋରରେ ଶୁଭବାକେ ଲାଗୁଛେ। ତ ହନୁମାନ ଜାଣିଗଲେ ଯେ ସେ ଦୁଇଟା ତେଜସ୍ମାନ ପୁତ୍ର କିଏ ଆନ୍ ଆଉ ସେ ନିଜକେ ସେ ଅସ୍ତ୍ରର ଆଗରେ ଏକା ସମର୍ପଣ କରିଦେଲେ। ଅସ୍ତ୍ରର ଆଘାତରେ ହନୁମାନ ତଳେ ପଡ଼ିଗଲେ ଆଉ ମୂର୍ଚ୍ଛିତ ହେଇଗଲେ। ଆଉ ହନୁମାନକେ ବନ୍ଦୀ କରିକିନା ଲବ ଆଉ କୁଶ ଆଶ୍ରମକେ ଆସିଥିଲେ। ଯେତେବେଳେ ମାତା ସୀତା ବନ୍ଦୀ ରୂପରେ ହନୁମାନ ଆଉ ଶତ୍ରୁଘ୍ନଙ୍କୁ ଦେଖିଲେ ସେ ବହୁତ ଶୋକ ପ୍ରକାଶ କରିଥିଲେ ଆଉ ସେ ହନୁମାନଙ୍କର ପରିଚୟ ଲବ ଆଉ କୁଶକେ ଦେଇଥିଲେ। ପରେ ଲବ ଆଉ କୁଶ ସମସ୍ତଙ୍କୁ କ୍ଷମା ମାଗଲେ ଆଉ ଅଶ୍ୱକେ ଛାଡ଼ି ଦେଇଥିଲେ। ହନୁମାନ ଏତିକି ବର୍ଷ ପରେ ମାତା ସୀତା ଆଉ ଦୁଇଟା ପୁତ୍ରଙ୍କୁ ଦେଖିକିନା ବହୁତ ଆନନ୍ଦିତ ହେଇଥିଲେ ଆଉ ଅଯୋଧ୍ୟାକେ ସେନା ନେଇକିନା ଫେରିଥିଲେ। ତ ସାଙ୍ଗମାନେ ଏଇଟା ଥିଲା ଶ୍ରୀରାମଙ୍କର ଦୁଇଟା ପୁତ୍ର ଲବ ଆଉ କୁଶ ଆଉ ଅଯୋଧ୍ୟାର ଭୀଷଣ ସେନା ଭିତରେ ଯୁଦ୍ଧ, ଯେନ୍ଥିରେ କି କିଏ କାହାରନୁ ହାରି ନେଇ ଥାଇ କିନ୍ତୁ ଧର୍ମର ଏକା ଜିତ ହେଇଥିଲା। ନମସ୍କାର ସାଙ୍ଗମାନେ, ମୁଇଁ ଆପଣମାନଙ୍କର ସମ୍ବଲପୁରିଆ ଭାଇ। ଆଉ এই ভিডিওটা ଆପଣମାନଙ୍କୁ ଯଦି ଭଲ ଲାଗଲା ବେଲେ ସପୋର୍ଟ করবে। ଜୟ ମା ସମଲେଇ, ଜୟ ଜଗନ୍ନାଥ, ଜୟ ସିୟାରାମ।